ଅଷ୍ଟମ ଶ୍ରେଣୀ ସାହିତ୍ୟ ଦରିଆ ଦଖଲ, ଯାହାର ଲେଖିକା ହେଲେ ଅନ୍ନପୂର୍ଣ୍ଣା ମହାରଣା। ପିଲାମାନେ ଆସ ଆଜି ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଦେଖ, ଆସ କଥାବାର୍ତ୍ତା ହେବା। କରେ ଦେଇଛି କେଉଁ ସ୍ଥାନରେ ଗାନ୍ଧିଜୀ ଲବଣ ଆଇନ ଅମାନ୍ୟ କରିଥିଲେ? ତ ଏହାର ଉତ୍ତର ଲେଖିବ ଯେ ଦାଣ୍ଡିଠାରେ ଗାନ୍ଧିଜୀ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ଖରେ ଅଛି ପୁଲିସ କେଉଁ ଲୋକମାନଙ୍କର ହାତ ମୋଡ଼ି ଦେଇଥିଲେ? ତ ଏହାର ଉତ୍ତର ହେବ ଯେ ପୋଲିସ ସତ୍ୟାଗ୍ରହୀମାନଙ୍କର ହାତ ମୋଡ଼ି ଦେଉଥିଲେ। ଯେଉଁମାନେ ଲୁଣ ମାଟି ମୁଠେଇ ଧରିଥିଲେ ତାଙ୍କର ହାତ ମୋଡ଼ି ଦେଇଥିଲେ। ଗରେ ଅଛି ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହେବାର କାରଣ କ'ଣ ଥିଲା? ତ ଏହାର ଉତ୍ତର ହେବ ଯେ ଠେଲାଠେଲି ଯୋଗୁଁ ବା ଠେଲାଠେଲି ଜନିତ ସଂଘର୍ଷ ଯୋଗୁଁ ସେଠାରେ ସାମାନ୍ୟ ରକ୍ତପାତ ହୋଇଥିଲା। ଘରେ ଅଛି ଦେଖଣାହାରୀମାନେ କାହିଁକି ଲୁଣ ମାଟି ସାଉଁଟିବା ଆରମ୍ଭ କରିଦେଲେ? ତ ଏହାର ଉତ୍ତର ଲେଖିବ ଯେ ଯେତେବେଳେ ସତ୍ୟାଗ୍ରହୀମାନଙ୍କ ସହିତ ପୋଲିସର ଠେଲାପେଲା ହେଲା, ଯାହାଫଳରେ ଯେଉଁ ଗ୍ରାମବାସୀମାନେ ଦେଖଣାହାରୀ ଭାବରେ ସେଠାରେ ଥିଲେ ସେମାନେ ହଠାତ୍ ଲୁଣ ମାଟି ସାଉଁଟିବା ଆରମ୍ଭ କରିଦେଲେ। 2 ନମ୍ବର ଅଛି ଆସ 2 ବା 3ଟି ବାକ୍ୟରେ ଉତ୍ତର ଲେଖିବା। କରେ ଅଛି ପୁଲିସର ହୃଦୟ କିପରି ପରିବର୍ତ୍ତନ ହେବ ବୋଲି ଗାନ୍ଧିଜୀ କହିଥିଲେ? ତ ଧୈର୍ଯ୍ୟ ଓ କଷ୍ଟ ସହିବା ଶକ୍ତି ଦ୍ୱାରା ପୁଲିସର ହୃଦୟ ପରିବର୍ତ୍ତନ ହେବ ବୋଲି ଗାନ୍ଧିଜୀ କହିଥିଲେ, ଯାହା ଥିଲା ଗାନ୍ଧିଜୀଙ୍କ ହୃଦୟର କଥା। ଖରେ ଅଛି ଗାନ୍ଧିଜୀଙ୍କୁ ରାତି ଅଧରେ କେଉଁ ଖବର ମିଳିଥିଲା? ତ ତୁମେ ପଢ଼ିଛ ଯଦି ଜାଣିଥିବ ଯେ ଲୋକମାନେ ଗାନ୍ଧିଜୀଙ୍କ କଥାକୁ ଗ୍ରହଣ କରିଥିବାର ଖବର ତାଙ୍କୁ ରାତି ଅଧରେ ମିଳିଥିଲା, ଯାହାକି ତାଙ୍କୁ ଆତ୍ମସନ୍ତୋଷ ଦେଇଥିଲା। ଗରେ ଅଛି ଆର୍ଟ ଓ ଭୀମରିଡ଼ରେ ଗାନ୍ଧିଜୀ କେଉଁ ଦୃଶ୍ୟ ଦେଖିଥିଲେ? ତ ଗାନ୍ଧିଜୀ ଦେଖିଥିଲେ ହଜାର ହଜାର ସ୍ତ୍ରୀ ପୁରୁଷ ଆର୍ଟ ଓ ଭୀମରିଡ଼ରେ ନିର୍ଭୟରେ ଲୁଣ ମାରିବାର ଦୃଶ୍ୟ ଗାନ୍ଧିଜୀ ଦେଖିଥିଲେ। ଘରେ ଅଛି କେଉଁ ନୀତି ଅବଲମ୍ବନ କଲେ ଭାରତ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ଫେରି ପାଇବ ବୋଲି ଗାନ୍ଧିଜୀ ଆଶା ପୋଷଣ କରିଥିଲେ? ସତ୍ୟାଗ୍ରହ ଆନ୍ଦୋଳନର ଶେଷ ପର୍ଯ୍ୟନ୍ତ ଯଦି ଅହିଂସା ନୀତି ଅବଲମ୍ବନ କରାଯାଏ ତାହେଲେ ଭାରତ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ଫେରି ପାଇବ ବୋଲି ଗାନ୍ଧିଜୀ ଆଶା ପୋଷଣ କରିଥିଲେ। 3 ନମ୍ବର ସରଳାର୍ଥ ଅଛି। ଆମେ ସରଳାର୍ଥକୁ ଗୋଟେ ଅଲଗା ଭିଡ଼ିଓ କରିବା, ଯେଉଁଥିରେ ମୁଁ କହିବି ଯେ ସରଳାର୍ଥ କିପରି ଲେଖାଯାଏ। ତାପରେ ଆମେ ଚ୍ୟାପ୍ଟର ୱାଇଜ୍ ପାଠମାନଙ୍କର ସରଳାର୍ଥ ଆଲୋଚନା କରିବା, ଯାହା ତୁମ ପାଇଁ ସହଜ ହେବ। 4 ନମ୍ବର ଅଛି ଆସ ତଳେ ଥିବା ଅନୁଚ୍ଛେଦଟିର ଶୂନ୍ୟସ୍ଥାନ ଗୁଡ଼ିକୁ ମନେ ପକାଇ ପୂରଣ କରିବା। ତ ସେଇ ଅନୁଚ୍ଛେଦଟି ପଠନ କରିଦେବ, ମୁଁ ଉତ୍ତର କହିଦେଉଛି। ଆତ୍ମବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ୱାଧୀନତା ହାସଲ କରାଯାଏ ତାହା ଚିରଞ୍ଜୀବୀ ହୋଇପାରେ ନାହିଁ। ସେଥିପାଇଁ ମୁଁ ଚାହେଁ ମୋ ଦେଶ ଲୋକ ନିଜର ସାଧ୍ୟ ଅନୁସାରେ ସବୁଠାରୁ ବେଶୀ ଆତ୍ମତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ପ୍ରକୃତ ତ୍ୟାଗ ବା ଆତ୍ମବଳିଦାନରେ ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ। ଅନ୍ୟର ପ୍ରାଣ ନ ଦେଇ ନିଜର ପ୍ରାଣ ଦେବା, ଜୀବନ ଦେଇ ଜୀବନ ଲାଭ କରିବା କଳାରେ ସିଦ୍ଧହସ୍ତ ହେବାକୁ ପଡ଼େ। ଭଗବାନ ଭାରତକୁ ଏହି ମନ୍ତ୍ର ସିଦ୍ଧି ଦିଅନ୍ତୁ। 5 ନମ୍ବର ଦେଇଛି ଯେ ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ଆସ ବାକ୍ୟ ଗୁଡ଼ିକୁ ଆଉ ଥରେ ଲେଖିବା। ଏଠି ଭୁଲ ଭାଲ କରି ଯେଉଁ ଦେଇଛି ଗୋଟେ ପ୍ୟାସେଜ ଦେଇଛି ତାକୁ ସଜାଡ଼ିକିନା ଲେଖିବା। ତ ଏହାର ଉତ୍ତର କହିଦେଉଛି, ଦେଖ ଯେ ଆପଣମାନେ ଯେଉଁ ଲୁଣ ସଂଗ୍ରହ କରିଛନ୍ତି ତାକୁ ନିଜ ଛାତିରେ ଚାପି କରି ରଖିବାର ପୂର୍ଣ୍ଣ ଅଧିକାର ଆପଣମାନଙ୍କର ଅଛି। ଏହା ହିଂସା ନୁହେଁ, ଆମ ନିଜ ଦେହର ରକ୍ତ ପରି ଏ ଲୁଣ ଆମର ପ୍ରିୟ। ମୋର ଆଶା ଆପଣଙ୍କ ଧୈର୍ଯ୍ୟ ଓ କଷ୍ଟ ସହିବା ଶକ୍ତି ଦ୍ୱାରା ପୁଲିସଙ୍କ ହୃଦୟ ପରିବର୍ତ୍ତନ ହେବ।
पुलिसर जोर जबरदस्ती को खातिर नकरी आपण मैंने निज काम करिजिबा उचित। यह बही रे मध्य अछि देखिकिना लिखिबो। 6 नंबर अछि आस तले दिया जाइथिबा शब्द गुड़िक मध्यरु निर्भुल शब्द गुड़िक आउ थरे लिखिबा। तो करे देछि चिरंजीवी 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 चारिटा चिरंजीवी देछि सेथिरु आमर उत्तर हेबो 3 नंबर हेबो चिरंजीवी। आउ खरे देछि निस्तेष निशेषचष्ट निश्चेष्ट आउ निशेषचष्ट। तो यार उत्तर हेबो 3 नंबर हेबो खर 3 हेबो निश्चेष्ट। आ गर मंत्र सिद्धि मंत्र सिद्धि मंत्र सिद्धि मंत्र सदृघई सिद्धि। तो यार उत्तर हेबो जे मंत्र सिद्धि। यह दंत स रे हर्षई आ धरे हर्षई। तो 3 नंबर एटा गर मध्य 3 नंबर हेबो। आ घर न्यायमूर्ति विषय देछि तो घर 3 नंबर हेबो न्यायमूर्ति। 7 नंबर देख आस अभिधान देखि तले दिया जाइथिबा शब्द गुड़िकर अर्थ लेखिबा। तो प्रथमटा देछि देख सिद्ध हस्त। सिद्ध हस्त कहले आमे जाको एक्सपर्ट कहू बा ओडिया रे जाको आमे दक्ष कहू। सेपरी मणिबंध मणिबंध कहले आमर जोटी आमे घड़ी पिंधु ताकू मणिबंध कहा जाए ओडिया रे जाको कचटी कहा जाए। न्यायमूर्ति न्यायमूर्तिर अर्थ है जे विचार करती विचारपति। सेपरी मंत्र सिद्धिर अर्थ है मंत्र द्वारा जहाँ सिद्धि लाभ करा जाए ताकू मंत्र सिद्धि कहा जाए। आउ धारणा धारणा कहले स्ट्राइक करिबा अनशन करिबा। 8 नंबर देछि तले दिया जितेबा शब्द गुड़िकर संधि विच्छेद करी आउ थरे लिखिबा माने संधि विच्छेद करिबा। साध्यानुसारे तो यहाँ को संधि विच्छेद कले हेबो साध्य जोग अनुसारे। सेपरी निर्दोष निर्दोष को संधि विच्छेद कले हेबो नि जोग दोष। आउ निर्भयर नि जोग भय। सेपरी निश्चेष्टर नि जोग चेष्ट। आ पदाघातर पद जोग आघात। 9 नंबर दिया जाइछि जे तले दिया जाइथिबा वाक्य गुड़िक को उत्तर मन करी आस यहाँ पई प्रश्न तैयारी करिबा। अर्थात आमे प्रश्न तैयारी करिबा। कर देछि दांडी रे गांधीजी लवण आईन अमान्य करि सारिबा परे चारिआडे लवण आईन अमान्य करिबाकू निर्देश देले। यहाँ पे गोटे प्रश्न तैयारी करिवो। तो तुमे लिखि पारिबो जे केउठारे गांधीजी लवण आईन अमान्य करि सारिबा परे चारिआडे कौन करिबाकू निर्देश देले। सेपरी खरे देछि जो ग्रामवासी देखणाहारी भावरे सेठारे थिले सेमाने समस्ते हठात समुद्र पंतारे लुण माटी साउंटिबा आरंभ करिदेले। तो तुमे यार प्रश्न तैयारी करिवो जे केउ माने लुण माटी केउठारे साउंटिबा आरंभ करि देथिले। सेपरी गरे देछि एप्रिल 9 तारिख गांधीजी समग्र भारत को यही मर्मरे वार्ता देले जे आज राति अधरे मते जो खबर मिली से मु जानुछि जे लोक मो कथा को हृदय रे घेनी छंती। यार भी प्रश्नटे करदेव केते तारीख गांधीजी समग्र भारत को यही मर्मरे वार्ता देले जे आज राति अधरे मते जो खबर मिली से मु जानुछि लोक मो कथा को हृदय रे घेनी छंती। सेपरी घर देछि आत्म बलिदान और त्याग बिना जो स्वाधीनता हासिल करा जे ताहा चिरंजीवी होई पारे नाही। यार प्रश्नटे करदेव जे क्यों स्वाधीनता चिरंजीवी होई पारे नाही। 10 नंबर देछि बामपटे थिबा शब्द गुड़िकर अर्थ कोठरी भितरे अछि। आस ताकू बाछि लेखिबा और मूल शब्द को वाक्य रे व्यवहार करिबा। निश्चेष्ट निश्चेष्टर अर्थ है चेष्टा शून्य। तो यार गोटे वाक्य गठन करिवो जे निश्चेष्ट रहिले कार्य संपादन हुए नाही। सेपरी 2 रे अछि तकली तकलीर अर्थ है सूता काटिबार ताकुड़ी। तो गांधीजी तकली रे सूता काटुथिले। सेपरी
ଘାବରା ଘାବରାର ଅର୍ଥ ହେଲା ବିଚଳିତ ହେବା। ତ ଏହାର ଗୋଟିଏ ବାକ୍ୟ ଗଠନ କରିଦେବ ଜି ପ୍ରଧାନ ଶିକ୍ଷକଙ୍କର ପ୍ରଶ୍ନରେ ପିଲାଟି ଘାବରା ହୋଇଗଲା। ସେହିପରି ଚିରଞ୍ଜୀବୀ ଚିରଞ୍ଜୀବୀର ଅର୍ଥ ହେଲା ଅମର। ତ ହନୁମାନ ଚିରଞ୍ଜୀବୀ ଅଟନ୍ତି। ଆଉ ଗୋଟେ ଦେଇଛି ପ୍ରତୀକ ପ୍ରତୀକର ଅର୍ଥ ହେଲା ଚିହ୍ନ। ତ ଏହାର ବାକ୍ୟ ଗଠନ କରିବ ଯେ ତ୍ରିରଙ୍ଗା ପତାକା ଆମ ଭାରତର ପ୍ରତୀକ ଅଟେ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଆଉ ଭିଡ଼ିଓଟି କେମିତି ଲାଗିଲା ବା କ'ଣ ଦରକାର କମେଣ୍ଟରେ ନିଶ୍ଚୟ ଜଣାଇବ। ଧନ୍ୟବାଦ।